ହଁ ଟାଇମ୍ସ ରୁ କହୁଥିଲି ଭାଇ, କଣ ହେଇଛି କିମ୍ସ ରେ? କିମ୍ସ ରେ ଆମର ଜଳାଟେ ଆଡମିଟ ହେଇଥିଲା 20 ଦିନ ହେଲାଣି। ଆଜ୍ଞା ଆଜ୍ଞା। ସେ ଭଲ ହେଇଯାଇଥିଲା, ଷ୍ଟେବୁଲ ହେଇଯାଇଥିଲା। ଗତ ବୁଧବାର ଅପରେସନ ହେଇଥିଲା, ସର୍ଜରୀ ହେଇଥିଲା, ମୁହଁଟା ମାଡ ହେଇଥିଲା ଯୋଉ ସର୍ଜରୀ ହେଇଥିଲା। କାଲି ଯିବା ଆସିବା ଭଲ ମନ୍ଦ ସବୁ ଠିକ ଠାକ ହେଲା। କାଲି ଜେନେରାଲ ୱାର୍ଡକୁ ଆଇସିୟୁ ରୁ ଟ୍ରାନ୍ସଫର କରିଥିଲେ। ତ ସକାଳେ ଆଜି ହାର୍ଟ ଚୋକ୍ କରିଗଲା ତାଙ୍କ କହିବା ହିସାବରେ। ଆଚ୍ଛା। ହାର୍ଟ ଚୋକ୍ କରିଯାଇଛି କହୁଛନ୍ତି। ସେ ତାପରେ ସକାଳେ 2.5 ଘଣ୍ଟା 3 ଘଣ୍ଟା ଠିଆ କଲେ, ପମ୍ପିଂ କରିବା ପାଇଁ ଚେଷ୍ଟା କଲେ। ଅଲରେଡି ଡେଟ୍ ଘୋଷଣା କରିସାରିଲାଣି, ଆମେ ଇଏ କରିସାରିଲୁଣି। ତାପରେ ମୁଁ ବି ଯାଇ ସାଇନ କଲି। ତା ବଡ ଘରର କେହି ନାହାନ୍ତି, ମୁଁ ସାଇନ କଲି। ବର୍ତ୍ତମାନ ସେ 2 ଲକ୍ଷ ଟଙ୍କା ତାଙ୍କର ବିଲ୍ କଣ ଅଛି, ବିଲ୍ ଇଏ କଲେ ଯାଇ ଛାଡିବେ। ଏଟା କୋଉ ହସ୍ପିଟାଲ? କିମ୍ସ ହସ୍ପିଟାଲ, ଯୋଉଟା କିମ୍ସ କ୍ୟାନ୍ସର। ହସ୍ପିଟାଲ, ଭୁବନେଶ୍ୱର କିମ୍ସ ହସ୍ପିଟାଲ। ହଁ। ବାବାଙ୍କର ଏଜ କେତେ? ଆଜ୍ଞା। ବାବା କିଏ ଚାଲିଗଲେ ଯେ, କଣ ହେବେ ଆପଣଙ୍କ? ମୋ ଶଳା ବୟସ କେତେ ହବ? 30 ଖଣ୍ଡେ ହବ, 30-32 ଖଣ୍ଡେ ହବ। ହସ୍ପିଟାଲ କଣ ଡିମାଣ୍ଡ କରୁଛନ୍ତି ଏବେ? ହସ୍ପିଟାଲ କହୁଛି ତାଙ୍କର ଯାହା ଯାହା ବିଲିଂ ଅଛି, ବିଲିଂ କ୍ଲିୟର କରି ଲାଷ୍ଟ ନେଇଯାଅ। ଡେଡ ବଡି ଛାଡୁନାହାନ୍ତି? ଛାଡି ନାହାନ୍ତି। ଆକ୍ଚୁଆଲି ତାଙ୍କ ଗାଁର ପିଲାମାନେ କିଏ ସବୁ ଆସିଛନ୍ତି, ସେମାନେ କଥାବାର୍ତ୍ତା ହଉଛନ୍ତି। ହସ୍ପିଟାଲ ର ନିୟମ ଅଛି ନା, ଡେଡ ବଡି କୁ ରଖିପାରିବେନି, କାରଣ ବିଲ୍ ଆପଣ ପରେ ସେଟଲମେଣ୍ଟ କରିପାରିବେ, କିନ୍ତୁ ବିଲ୍ ଦେଲେ ଡେଡ ବଡି ଦିଆଯିବ, ସେମିତି କିଛି ରୁଲସ ନାହିଁ। ଏଇ ସବୁ ପ୍ରାଇଭେଟ ହସ୍ପିଟାଲ ଗୁଡା ଏମିତି ଲୋକଙ୍କୁ କରି ହଇରାଣ କରୁଛନ୍ତି। ଆଗରୁ ମଧ୍ୟ ଅନେକ ଅଭିଯୋଗ ଥିଲା। ଏବେ କଣ ତାଙ୍କ ସହିତ କିଏ ଡିସ୍କସନ କରୁଛନ୍ତି? ତାଙ୍କ ସହିତ ତାଙ୍କର ଗାଁ, ମୁଁ ଆକ୍ଚୁଆଲି ତାଙ୍କୁ ଭିଣେଇବି। ତ ତାଙ୍କର ଗାଁର ପିଲାମାନେ, ସେ ଆଗରୁ ଯେ ଏକ୍ସ ଜିଲ୍ଲା ପରିଷଦ ଜଣେ ଥିଲା, ଆଉ ପ୍ଲସ ସେ ଭୁବନେଶ୍ୱରର ବିଜୁ ଯୁବ ଜନତା ଦଳର ସଭାପତି, ଯୋଉ ପ୍ରେସିଡେଣ୍ଟ ଅଛି, ସିଏ ଆଉ ଏମିତି ଲିଡିଙ୍ଗ ପିଲା ଗୁଡା ସବୁ ଆସିଛନ୍ତି ଆଉ। ଆଚ୍ଛା, ଡେଡ ବଡି ଛାଡିଲେନି, ସେଥିପାଇଁ ସେ ଆସିବାକୁ ପଡିଲା। ହଁ ହଁ। କେବେ କେତେବେଳେ ଡେଡ୍ ହେଲାଣି ଆଜି? ଡେଡ୍ ସେମାନେ 9ଟାରେ ଘୋଷଣା ଡେଡ୍ କଲେ ଆଉ। ସକାଳ 9ଟା 52। ହଁ। ସକାଳ 9ଟାରେ ପାଖାପାଖି 1 ହେଇଗଲାଣି। ହଁ ହଁ। ଡେଡ ବଡି ଛାଡୁନାହାନ୍ତି। ନାଇଁ। ବିଲ୍ ଡିମାଣ୍ଡ କରୁଛନ୍ତି, ବିଲ୍ କ୍ଲିୟର କଲେ ହିଁ ଡେଡ ବଡି ଛଡା ହବ। ହଁ ହଁ। ଆପଣ ବର୍ତ୍ତମାନ ଗୋଟେ ହସ୍ପିଟାଲରେ ଅଛନ୍ତି ନା ମୁଁ ବାହାରେ କୋଉଠି? ସାମ୍ନାରେ ଠିଆ ହେଇଛି, ସେ କ୍ୟାନ୍ସର ହସ୍ପିଟାଲ ସାମ୍ନା। ଓହୋ, ଆଉ କିଏ ଅଛନ୍ତି ତାଙ୍କ ସହିତ କଥା ହେଇ ହବ? ପେସେଣ୍ଟ ର ରିଲେଟିଭ କି ଯୋଉ ଡକ୍ଟର ଅଛନ୍ତି ସେଠି? ଡକ୍ଟର ତ ଏଠି କେହି ନାହାନ୍ତି। ମୁଁ ସେ କଣ କହିବି କହୁନାହାନ୍ତି, କଥା ହେଇଯିବି। ନାଇଁ, ତାଙ୍କ ସହିତ ଟିକେ ଆମେ କଥା ହବାର ଥିଲା, କାହିଁକି ଲୋକଙ୍କୁ ହଇରାଣ କରୁଛନ୍ତି। କାରଣ ନିୟମ ବାହାରେ କେହି ନୁହଁ ନା, ସୁପ୍ରିମକୋର୍ଟ ର ବି ଗୋଟେ ଗାଇଡ ଲାଇନ ଅଛି ଆଜ୍ଞା। କି ଡେଡ ବଡି କୁ ସେ ରଖିପାରିବେନି। ଯଦି ଆପଣଙ୍କର ବିଲ୍ ଅଛି, ପରେ ବି ଆପଣ ବିଲ୍ ଦେଇପାରିବେ ନା। ବିଲ୍ ଦେଲେ ଡେଡ ବଡି ଛାଡିବେ, ଏମିତି କିଛି ରୁଲସ ହିଁ ନିୟମ ହିଁ ନାହିଁ। ଏମିତି ବହୁତ ଆଗରୁ ପ୍ରାଇଭେଟ ହସ୍ପିଟାଲ ଗୁଡାକ ଲୋକଙ୍କୁ ବହୁତ ହଇରାଣ କରିଛନ୍ତି। 7 ଲକ୍ଷ 8 ଲକ୍ଷ ଟଙ୍କା ବି ଡିମାଣ୍ଡ କରିଛନ୍ତି ଡେଡ ବଡି ପାଇଁ। ତାହା ନ୍ୟୁଜ ବି ଆମେ କରିଥିଲୁ ଆଗରୁ। ଆଉ କିମ୍ସ ହସ୍ପିଟାଲ ରେ ଇଏ ତ ଆଗରୁ ମଧ୍ୟ ଏମିତି ବହୁତ ଅଭିଯୋଗ ଆସିଛି। ଟିକେ କଥା ହଉନାହାନ୍ତି ତାଙ୍କ ସହିତ, ସେ ମୋର ସଡୁ ଅଛନ୍ତି। ଅଛନ୍ତି ପାଖରେ? ହଁ, ଯେ ବୁଝାବୁଝି ହସ୍ପିଟାଲ ପେସେଣ୍ଟ ଆଣିବା ଦିନଠୁ ସେ ବୁଝାବୁଝି କରୁଛନ୍ତି। ଦଉନାହାନ୍ତି, ତାଙ୍କ ପାଖରେ ଅଛନ୍ତି ଆପଣଙ୍କର? ହଁ ହଁ, ଦିଅନ୍ତୁ। ଦଉଛି। ସେ କଥା ହେଲା ମିଡିଆ ବାଲା। ହ୍ୟାଲୋ। ହଁ ଆଜ୍ଞା, ମୁଁ କାହ୍ନା ନାୟକ କହୁଛି, ଟାଇମ୍ସ ଓଡ଼ିଆରୁ ଭୁବନେଶ୍ୱରରୁ କହୁଥିଲି। ଆଜ୍ଞା ଆଜ୍ଞା ଆଜ୍ଞା, ନମସ୍କାର। କଣ ଡେଡ ବଡି ଛାଡୁନାହାନ୍ତି ସକାଳୁ 9ଟାରୁ ଏପର୍ଯ୍ୟନ୍ତ? କଣ ହେଇଛି ଆଜ୍ଞା, ମ୍ୟାଟର? ନା ମ୍ୟାଟର କଣ, ସେ ତାଙ୍କର ବିଲିଂ ହେଇଛି 1,20,000 ବିଲିଂ ହେଇଛି। ଓକେ। ତ 2 ଲକ୍ଷ ଟୋଟାଲ ବିଲିଂ ହବାକୁ ଆମେ ଅଲରେଡି 80,000 ଟଙ୍କା ଦେଇଥିଲୁ। ତ ଆହୁରି 1,20,000 କୁ ପେସେଣ୍ଟ ର ମାନେ କେହି ବି ନାହାନ୍ତି। ଆମେ ଯାହା ବି ଆମେ ତାଙ୍କୁ କହିଲୁ, ଗୋଟେ ଗୁଡ ୱିଲ ଯେତିକି ହଉଛି ଆମେ ଗୋଟେ 20,000 ଭଳିଆ ଦବୁ। ଆଜ୍ଞା। ଦେଇକି ଆମ ପେସେଣ୍ଟ କୁ ଛାଡନ୍ତୁ। କିଛି ବି ଆଉ ରେସ୍ପନ୍ସ କରୁନାହାନ୍ତି, କିଛି ନାହିଁ। ଆମକୁ କହୁଛନ୍ତି ଆଉ ଠିକ ଅଛି, ବୁଝିବା କରିବା, ଏମିତି ଖାଲି କହିକି ଆମକୁ ଅଟକେଇଛନ୍ତି। କେତେ ସକାଳ 9ଟାରୁ ଏପର୍ଯ୍ୟନ୍ତ ଅଟକେଇଲେଣି? ହଁ ମାନେ ହଁ 4 ହଁ, ଘଣ୍ଟା 5 ଘଣ୍ଟା ହେଲା ଡେଡ ବଡି ଅଛି ହସ୍ପିଟାଲରେ, ଆଜ୍ଞା ଛାଡୁନାହାନ୍ତି। ଆଜ୍ଞା ଆଜ୍ଞା। କିନ୍ତୁ ନିୟମ ଅଛି ନା, ସରକାରଙ୍କର ନିୟମ ଅଛି, ସୁପ୍ରିମକୋର୍ଟର ଗାଇଡଲାଇନ ଅଛି, କୌଣସି ଡେଡ ବଡି କୁ ହସ୍ପିଟାଲ ରଖିପାରିବ ନାହିଁ। ଆଜ୍ଞା ଆପଣ ପରବର୍ତ୍ତୀ ସମୟରେ ବି ବିଲ୍ ସେଟଲମେଣ୍ଟ କରିପାରିବେ। ସେ ଆଜ୍ଞା। କଥା ତାଙ୍କୁ କୁହନ୍ତୁ। କିଏ ଆପଣଙ୍କୁ ଅଟକଉଛି ସେଠି, କିଏ ଅଟକଉଛନ୍ତି? ଆମର ମ୍ୟାନେଜର ସେଠି ଯିଏ ଅଛନ୍ତି, ତ ତାଙ୍କୁ କହିବାରୁ ସେ କହୁଛନ୍ତି ଯେ ମୁଁ ଟିକେ ବୁଝିକି କହୁଛି ବୋଲି, ଟିକେ ଆମଠୁ ଟାଇମ ନେଇଛନ୍ତି, ଆଉ ଅଧଘଣ୍ଟା ଭଳିଆ ଟାଇମ ସେଇ ନେଇଛନ୍ତି। ଯୋଉ ମ୍ୟାନେଜର ଅଛନ୍ତି ଆପଣଙ୍କ ପାଖାପାଖି, ତାଙ୍କ ସହିତ ଟିକେ ମୁଁ କଥାବାର୍ତ୍ତା ହେଇପାରିବି? ହଁ ହଁ ହଁ, ଦଉଛି। ଆଜ୍ଞା।
ହ୍ୟାଲୋ। ହ୍ୟାଲୋ, ହଁ କିଏ ମ୍ୟାନେଜର କହୁଛନ୍ତି? ହଁ ହଁ କହୁନାହାନ୍ତି। କିମ୍ସ ହସ୍ପିଟାଲ କହୁଥିଲେ ତ? ହଁ ହଁ ମୁଁ କିମ୍ସ ହସ୍ପିଟାଲ କହୁଥିଲି। ଆଚ୍ଛା ଆଜ୍ଞା, ଡେଡ ବଡି ଟା କଣ ଛାଡୁନାହାନ୍ତି, କଣ ପାଇଁ, କଣ ଇସ୍ୟୁ ହେଇଛି କି? ନାଇଁ କିଛି ଇସ୍ୟୁ ହେଇନି। ଡେଡ ବଡି ଛାଡିଦବା, ତାଙ୍କର ବିଲ୍ ଟା ବନା ହଉଛି, ବିଲ୍ ଟା ଦେଇଦେଲା ପରେ ବିଲ୍ ଟା ଦେଖିସାରି ସେ କଣ କହୁଛନ୍ତି ଡିସକାଉଣ୍ଟ ନେବେ ବୋଲି, ସେଥିପାଇଁ ମ୍ୟାନେଜମେଣ୍ଟ ସହିତ କଥା ହେବାକୁ ପଡିବ। ତାପରେ ସେଟା ବିଲ୍ ପେମେଣ୍ଟ କରିସାରିଲା ପରେ ଆମେ 9ଟା ବେଳୁ ତାଙ୍କର କଲାଣି, ତାଙ୍କର କହିବା କଥା ହେଲା କି ଆପଣ ବିଲ୍ ଡିମାଣ୍ଡ କରୁଛନ୍ତି, ଡେଡ ବଡି ଛାଡୁନାହାନ୍ତି, କିନ୍ତୁ ସୁପ୍ରିମକୋର୍ଟର ଗାଇଡଲାଇନ ଅଛି କି ଡେଡ ବଡି କୁ ଆପଣ ରଖିପାରିବେନି, ଏଟା ଜାଣିଛନ୍ତି ତ ଆଜ୍ଞା? ହଁ ହଁ ସେଇଟା ଜଣା ଅଛି ସାର୍, କିନ୍ତୁ ହଁ। ସାର୍ ସେଇଟା ଆମର ଡେଡ ବଡି ଛାଡିଆରେ କିଛି ରୁଲ ନାହିଁ। ସେ ଖାଲି ଡିସକାଉଣ୍ଟ ପାଇଁ କଣ କହୁଥିଲେ ବୋଲି ସେ କହୁଛନ୍ତି ଆମେ ହାୟର ମ୍ୟାନେଜମେଣ୍ଟ ସହିତ କଥା ହଉ, ବିଲ୍ ଟା ଦିଅନ୍ତୁ। ସେଥିପାଇଁ ଆମର କଥା ଚାଲିଛି। ଡେଡ ବଡି ଉପରେ ଆମେ ଛାଡିବୁନି ବୋଲି ଏଗୁଡା ତ କିଛି କୁହାହେଇନି ତାକୁ। ସେମାନେ ତ ଅଭିଯୋଗ କରୁଛନ୍ତି ନା ସକାଳୁ 9ଟାରୁ ଏପର୍ଯ୍ୟନ୍ତ ଆପଣ ଡେଡ ବଡି ଛାଡୁନାହାନ୍ତି, ବିଲ୍ କ୍ଲିୟର ହେଲେ ଆପଣ ଡେଡ ବଡି ଛାଡିବ। ଆଜ୍ଞା, ଆପଣ ଭୁବନେଶ୍ୱରରେ ଏତେ ବଡ ହସ୍ପିଟାଲ କିମ୍ସ ରେ ଅଚ୍ୟୁତ ସାମନ୍ତ ସାରଙ୍କର ଏତେ ବଡ ହସ୍ପିଟାଲ ତାଙ୍କର ଅଛି, ତାଙ୍କୁ ପୁଣି ଆପଣ ଅପମାନ କରିବେ, ତାଙ୍କୁ ପୁଣି ନିନ୍ଦିତ କରିବେ, ପୁଣି ଖବର ପ୍ରସାରଣ ହବ, ତାଙ୍କର ତ ପୁଣି ଯୋଉ କେଳେଙ୍କାରୀ ଚାଲିଛି ସବୁ ଆମେ ଦେଖୁଛୁ। ଆପଣ ପୁଣି ତାଙ୍କୁ ଅଡୁଆ ଭିତରେ ପକଉଛନ୍ତି। ଆପଣ ଗୋଟେ ଗାଇଡଲାଇନ କି ମାନନ୍ତୁ, ସୁପ୍ରିମକୋର୍ଟର ଗାଇଡଲାଇନ ଅଛି, ଆପଣ ଡେଡ ବଡି ରଖିପାରିବେନି, ଡେଡ ବଡି ରିଲିଜ କରିବେ, ତାପରେ ଆପଣ ବିଲ୍ ପତ୍ର ସେଟଲମେଣ୍ଟ ବି କରିପାରିବେ ନା। ହଉ ଆମର ଟିକେ ଏମଓଡି ଅଛି, ମୁଁ ରହୁଛି, ତାଙ୍କ ସହିତ କଥା ହେଇଯାଉଛି। ହଁ ଦିଅନ୍ତୁ, ମୁଁ ଅଛି ଲାଇନରେ, ଦିଅନ୍ତୁ। ଆଜ୍ଞା ଆଜ୍ଞା କୁହନ୍ତୁ ସାର୍। ହଁ ଆଜ୍ଞା, ମୁଁ ଟାଇମ୍ସ ଓଡିଆରୁ କହୁଥିଲି, ଭୁବନେଶ୍ୱରରୁ କାହ୍ନା ନାୟକ। ଆଜ୍ଞା ସାର୍ କୁହନ୍ତୁ। ହଁ, ଇଏ ଡେଡ ବଡି କଥା କଣ ଆଜ୍ଞା, ଆପଣ ଜାଣିଛନ୍ତି ସୁପ୍ରିମକୋର୍ଟର ଗାଇଡଲାଇନ ଅଛି, ଡେଡ ବଡି ଆପଣ ରଖିପାରିବେନି। ଡେଡ ବଡି ଆଜ୍ଞା ଛାଡିଲା ପରେ ତ ଆପଣ ସେଟଲମେଣ୍ଟ କରିପାରିବେ ନା ତାଙ୍କର। ଆଜ୍ଞା ଡେଡ ବଡି ଟା କାହିଁକି ଛାଡିନାହାନ୍ତି? 4-5 ଘଣ୍ଟା ହେଇଗଲାଣି, ସେ ସେ କହୁଥିଲେ ଯୋଉ ତାଙ୍କ ଅଫିସର। ସାର୍ଟିଫିକେଟ ଲେଖା ହଉଛି ସାର୍, ଡେଥ୍ ସାର୍ଟିଫିକେଟ ଲେଖା ହଉଛି ତ, ହଁ ହଁ ଲେଖା ସରିଯାଉ ଛାଡିଦବୁ ସାର୍। ସରିଲାଣି ମୋଷ୍ଟ କହିଲେ ସରିଲା, ଖାଲି 15-20 ମିନିଟ୍ ଲାଗିବ, ସରିଲାଣି। ଓକେ ଠିକ ଅଛି, ଥ୍ୟାଙ୍କ ୟୁ। ଆଜ୍ଞା ସାର୍।